ଆମ ସମସ୍ତଙ୍କର ପ୍ରିୟ ପଖାଳ। ଆମ ଓଡ଼ିଆଙ୍କର ବି ପ୍ରିୟ ପଖାଳ। ଆଜି ବନେଇବା ପଖାଳ ପାଇଁ ରେସିପି। ପଖାଳ ପାଇଁ ବନେଇବା ବାଇଗଣ ଭଜା। ଏଇଠି ମୁଁ ଛୋଟ ଛୋଟ ବାଇଗଣକୁ ଫାଳ ଫାଳ କରିକି କାଟିକି ନେଇଛି। ଏବେ ବାଇଗଣକୁ ଆମର କାଟିଦେଲେ ଏବେ ଗ୍ୟାସରେ କଡ଼େଇ ବସେଇ ତେଲକୁ ଗରମ କରିଦେବା। ତେଲଟି ଗରମ ହେଇ ଆସିଲାଣି। ଫୁଟଣ ଶୁଖିଲା ଲଙ୍କାର ଛୁଙ୍କ ଲଗେଇ ନେବା। ଏଇଠି ଫୁଟଣ ଫୁଟି ଆସିଲା। ରଖିଥିବା ବାଇଗଣକୁ ପକେଇ ଦେବା। ଲୁଣ ସ୍ୱାଦ ଅନୁସାରେ, ହଳଦୀ ପାଉଡ଼ର, ଲଙ୍କା ପାଉଡ଼ର ସବୁକୁ ଦେଇ ଆମେ ଏହାକୁ କିଛି ସମୟ ଭାଜି ନେବା। ଏହାକୁ କିଛି ସମୟ ଏପଟ ସେପଟ କରିଲା ପରେ ଘୋଡ଼େଇ ଦେବା। ଘୋଡ଼େଇବା ଦ୍ୱାରା ବାଇଗଣଟି ଆମର ସିଝି ଆସିବ। ଏଇଠି ବାଇଗଣଟି ଆମର ସିଝି ଯାଇଛି। ଆମେ ଏବେ ଏହାକୁ କଡ଼ା କଡ଼ା କରି ଭାଜିଦେବା। ଏବେ ରେଡ଼ି ହେଇଗଲା ବାଇଗଣ ଭଜା। ଆଜିର ରେସିପିଟି ଥିଲା ପଖାଳ ପାଇଁ। ଆଶା କରୁଛି ଛୋଟ ରେସିପିଟି ନିଶ୍ଚିନ୍ତ ଭଲ ଲାଗିବ।